हेलो फ्रेंड, वेलकम टू माय यूट्यूब चैनल अभिषेक एजुकेशन। जमती कि आप थंबनेल देखिपे जे आज आप डिस्कसन करवा जो ओडिशा बीएड साम्स अंडर जो एग्जाम होता तो तार कटअफ केते कौन कटअफ जीवो आर्ट्स रो केते जीवो साइंस रो केते जीवो बाकी सेल्फ फाइनेंस रो केते जीवो पूरा प्योरली गवर्नमेंट रो केते जीवो तो ता विषय आम टोटल डिस्कसन करवा। ସମସ୍ତେ ତ ଜାଣିଥିବେ ସମସ୍ତଙ୍କୁ ପ୍ରାୟତଃ ମ୍ୟାକ୍ସିମମ୍ ପିଲାଙ୍କୁ 5 ମାର୍କ ଗ୍ରେସ୍ ବି ଦିଆହେଇଛି। ତ ଆପଣ ସେଇ ହିସାବରେ ଆପଣଙ୍କର ସମସ୍ତଙ୍କର କଟଅଫ୍ ବି ଏଥର ଟିକେ ହାଇ ଯିବାର ବହୁତ ଚାନ୍ସ ବି ଅଛି। ବହୁତ କାରଣ ଏକରେ ପ୍ରଥମ କଥା ହେଉଛି ଏକରେ ଏଇ ବର୍ଷ ଅଧିକ ସବୁଠାରୁ ଅଧିକ ଏନରୋଲ୍ ହେଇଛି, ପାଖାପାଖି 1.2 ଲାକ୍ସ ପାଖାପାଖି ହେଇଛି ମାନେ ଏନରୋଲମେଣ୍ଟ। ତ ସେଇ ହିସାବରେ ଦେଖିଲେ ସିଟ୍ ବି ସେଇ ଟୋଟାଲ୍ 2700 ମାନେ ପାଖାପାଖି 3700 ଅଛି ସିଟ୍ସ। ସେ ସିଟ୍ସରୁ ପୁଣି 1350 ସାଇନ୍ସ 1350 ଆର୍ଟ୍ସର। ତ ସେଇ ହିସାବରେ କଟ୍ ଅଫ୍ ଦେଖିବାକୁ ଗଲେ ବହୁତ ମାନେ ଟପ୍ କଟ୍ ଅଫ୍ ଯିବ। ଦେଖନ୍ତୁ ମୋର ମ୍ୟାକ୍ସିମମ୍ ଯେତିକି ବି ସିୟୁଇଟିରେ କହିଥିଲି କଟ୍ ଅଫ୍ ଏକ୍ଜାକ୍ଟଲି ସେୟା ହିଁ ହେଲା, ସେୟା ହିଁ କଟ୍ ଅଫ୍ ଯାଇଛି ମ୍ୟାକ୍ସିମମ୍। ଦେଖିବା ଏଥରକ ଓଡ଼ିଶା ପାଇଁ କଟ୍ ଅଫ୍ ପାଖାପାଖି ଯେତିକି ପିଲାଙ୍କର ଭ୍ୟୁ ବି ନେଉଥିଲି ତ ସେଇ ଭ୍ୟୁ ଅନୁସାରେ ମୋର କଟ୍ ଅଫ୍ ଗୋଟେ ତିଆରି କରିଛି। ଏକ୍ଜାକ୍ଟଲି ତ ନୁହଁ, ପାଖାପାଖି ଯଦି ସେତିକି ହେବାର ବହୁତ ଚାନ୍ସ ଅଛି। ତ ଚାଲନ୍ତୁ ଦେଖିବା ଆମେ କେତେ କ'ଣ କଟ୍ ଅଫ୍ ଯିବ। ତ ଚାଲନ୍ତୁ ଦେଖିବା, ଯଦି ଆପଣ ସାଇନ୍ସ କାଟାଗୋରୀ ଦେଖୁଛନ୍ତି, ସାଇନ୍ସ କାଟାଗୋରୀରେ ଯଦି ଆପଣ ଗଭର୍ଣ୍ଣମେଣ୍ଟର କାଟାଗୋରୀ ଯଦି ଦେଖୁଛନ୍ତି, ଗଭର୍ଣ୍ଣମେଣ୍ଟ ମାନେ ଯେତିକି ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଛି ଦେଖନ୍ତୁ ପାଖାପାଖି ଆପଣଙ୍କର। ତ ଚାଲନ୍ତୁ ଦେଖିବା ଯେଉଁମାନେ ସାଇନ୍ସ କାଟାଗୋରୀ ଅଛନ୍ତି ତାଙ୍କ ପାଇଁ କେତେ କ'ଣ କଟ୍ ଅଫ୍ ଯିବ। ତ ଆପଣ ଜାଣିଛନ୍ତି ଯେଉଁମାନଙ୍କର ଗ୍ରାଜୁଏସନ୍ରେ ସାଇନ୍ସ ଅଛି ସେମାନେ ସାଇନ୍ସ ବିଏଡ଼୍ ସାଇନ୍ସ କାଟାଗୋରୀରେ ଆପଣ ଯାଉଛନ୍ତି, ଯେଉଁମାନଙ୍କର ଆର୍ଟ୍ସ କାଟାଗୋରୀ ସେମାନେ ଆର୍ଟ୍ସରେ ହିଁ ଯିବେ। ଦେଖନ୍ତୁ ଯଦି ଆପଣ ୟୁଆର୍ରେ ଯଦି ଦେଖିବା ପାଖାପାଖି ଦେଖନ୍ତୁ ପ୍ରତ୍ୟେକ ଇୟର୍ର 50+ ହିଁ ମାନେ ଯାଇଛି, ଏଥର ବି ସେମ୍ ସ୍କୋର୍ ପାଖାପାଖି ହେବ। ଯଦି ଆପଣ ସେଫ୍ ସ୍କୋର୍ ଦେଖିବା ପାଇଁ ଚାହାନ୍ତି ତାହେଲେ ପାଖାପାଖି 51ରୁ 53 ପାଖାପାଖି ଆପଣଙ୍କ ପାଇଁ ସେଫ୍ ସ୍କୋର୍ ହେବ ୟୁଆର୍ ପାଇଁ ଫାର୍ଷ୍ଟ କାଟାଗୋରୀରେ। ସେମିତି ଯଦି ଏସ୍ସିବିସି ଦେଖିବା, ଏସ୍ସିବିସି ଦେଖିଲେ ସେଇ 49ରୁ 51 ପାଖାପାଖି ଯିବ ଆପଣଙ୍କର କଟ୍ ଅଫ୍ ଏସ୍ସିବିସିରେ। ଏସ୍ସି କାଟାଗୋରୀ ଦେଖନ୍ତୁ ପାଖାପାଖି 43ରୁ 45 4-5 ମାର୍କ ଯାହା ବି ହେଲେ ଜେନେରାଲ୍ କାଟାଗୋରୀରୁ ମାନେ ମାର୍କ କଟିବ। ଆଉ ଏସ୍ସି ଆପଣଙ୍କର ଦେଖନ୍ତୁ 35ରୁ 38 ପାଖାପାଖି ଆପଣଙ୍କର ଏସ୍ସିରେ ଯଦି ଆପଣଙ୍କ କଟ୍ ଅଫ୍ ଯାଉଛି 35ରୁ 38 ପାଖାପାଖି ଯିବ ଗଭର୍ଣ୍ଣମେଣ୍ଟ ସିଟ୍ରେ। ବାକି PWD ଯେଉଁ ପିଲାମାନେ PWରେ ଅଛନ୍ତି ତ ତାଙ୍କର 30 ପାଖାପାଖି ଆରାଉଣ୍ଡ ଅଫ୍ 30 ହେଇଗଲେ ଆପଣଙ୍କର ଆଡ଼ମିସନ୍ ହେଇଯିବ। ଏକ୍ସପେକ୍ଟେଡ଼ କଟ୍ ଅଫ୍ ଅଛି ପାଖାପାଖି ଏତିକି ରଖିଲେ ଆପଣ ସେଫ୍, ଆପଣ ଆଡ଼ମିସନ୍ ପାଇବା ପାଇଁ ପାଖାପାଖି ଏଲିଜିବଲ୍ ହେଇଯିବେ। ତ ଚାଲନ୍ତୁ ଦେଖିବା ନେକ୍ସଟ ଯେଉଁଟା ସେଲ୍ଫ ଫାଇନାନ୍ସ ରହିଲା। ଦେଖନ୍ତୁ ସେଲ୍ଫ ଫାଇନାନ୍ସର ସେଇ ଦେଖନ୍ତୁ ପୁରା ପଏଣ୍ଟରେ ହିଁ ଆପଣଙ୍କର ମାର୍କ ଏପଟ ସେପଟ ହେଉଛି। ତ ସେଇ ହିସାବରେ ଯଦି ୟୁଆର୍ ବି ଯଦି ଦେଖିବା, ୟୁଆର୍ ପାଖାପାଖି ସେଇ 50ରୁ 52 ପାଖାପାଖି ଯିବ, ଫାର୍ଷ୍ଟ ଯେଉଁ ମେରିଟ୍ ଲିଷ୍ଟ ଆସିବ 50ରୁ 52 ଭିତରେ ଯିବ। ଏସ୍ସିବିସି ବି ସେମ୍ ସେଇ 50 ପାଖାପାଖି ହିଁ ଆପଣଙ୍କର ଯିବ ଏସ୍ସିବିସି। ତାପରେ ଏସ୍ସି କାଟାଗୋରୀ ଦେଖିଲେ ଏସ୍ସି କାଟାଗୋରୀ ବି ସେମ୍ 45 ପାଖାପାଖି ଆରାଉଣ୍ଡ ଅଫ୍ ଯିବ ଏସ୍ସିରେ। ଏସ୍ଟି କାଟାଗୋରୀରେ ଆପଣଙ୍କର 34ରୁ 36 ପାଖାପାଖି ଆପଣଙ୍କର କଟ୍ ଅଫ୍ ଯାଇପାରେ। ଆଉ PWD 28ରୁ 30 ପାଖାପାଖି, ଆଉ କାରଣ ଯେହେତୁ PWDରେ ବହୁତ ସିଟ୍ କମ୍ ବି ଅଛି ତ ସେଇ ପାଖାପାଖି 28ରୁ 30 ପାଖାପାଖି ମାର୍କ ଯିବ। ଆଉ ସେଇ ଏସ୍ସିବିସି ଦେଖନ୍ତୁ ପ୍ରାୟତଃ ୟୁଆର୍ ଆଉ ଏସ୍ସିବିସି ପାଖାପାଖି ସେମ୍ ଯାଏ, ସେଇ ପଏଣ୍ଟ ହିସାବରେ ଦେଖିଲେ ବହୁତ ପାଖାପାଖି ନର୍ମାଲ୍ ସେମ୍ ମାର୍କ ହିଁ ଯିବ କଟ୍ ଅଫ୍। ତାପରେ ଦେଖିବା ଆପଣଙ୍କର ସାଇନ୍ସ କଲା ଆର୍ଟ୍ସ କାଟାଗୋରୀରେ ଦେଖିବା। ଦେଖନ୍ତୁ ଆପଣ ଜାଣିଛନ୍ତି ଆର୍ଟ୍ସ କାଟାଗୋରୀର ବହୁତ ମାନେ ହାଇ କଟ୍ ଅଫ୍ ଯାଏ। ସେଇ ହିସାବରେ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ସିଟ୍ରେ ଯଦି ଦେଖିବା ଆପଣଙ୍କୁ ୟୁଆର୍ କାଟାଗୋରୀ ଯଦି ଦେଖୁଛନ୍ତି ତାହେଲେ ୟୁଆର୍ରେ ଆପଣଙ୍କୁ ମିନିମମ୍ ମାନେ 60 ପାଖାପାଖି 60ରୁ 62 ପାଖାପାଖି ଆପଣଙ୍କର ଗଭର୍ଣ୍ଣମେଣ୍ଟ ସିଟ୍ରେ ଯଦି ୟୁଆର୍ କଟ୍ ଅଫ୍ ଦେଖିବା ଯିବ। ଆଉ ଏସ୍ସିବିସିରେ ଦେଖନ୍ତୁ ଏସ୍ସିବିସିରେ ସେଇ
56 ରୁ 58 ପାଖାପାଖି ଦେଖନ୍ତୁ ଆରାଉଣ୍ଡ ଅଫ୍ କଟ୍ ଅଫ୍ ଯିବ। एससी कैटेगरी देखो एससी कैटेगरी से 52 ରୁ 55 पाखापाखि पाखापाखि माने जीव कट ऑफ मार्क आउ एसटी कैटेगरी आर्ट्स रो जदि जीव से 40 अराउंड ऑफ 45 43 ରୁ 45 पाखापाखि आपणकर जाई पारे आर्ट्स रो कैटेगरी सेपरी पीडब्ल्यू रे जदि देखिबा 37 पाखापाखि जीव 35 ରୁ 37 पाखापाखि आपणकर कट ऑफ जीव। तो ये थिला आपणकर माने गवर्नमेंट कॉलेज रो केते कोन कट ऑफ जीव देखंतु जति के गवर्नमेंट इंस्टीट्यूट भी अछि एपट सेपट भी हे पारे किंतु पाखापाखि एई अराउंड ऑफ रखिले आपण सेफ स्कोर हे परिबे। देखिबा तापरे आर्ट्स कैटेगरी सेल्फ फाइनेंस जति आपण जति के सेल्फ फाइनेंस अछि सिटी जति देखिबा आपणकर यूआर कैटेगरी ताला आपनको से 58 ରୁ 59 जति आपण अछि स्कोर ताला आपण सेल्फ फाइनेंस रे एडमिशन नै परिबे। एससीबीसी से अराउंड ऑफ 53 ରୁ 55 पाखापाखि आपणकर एससीबीसी रे जीवो। एससी रो जदि हमें देखिबा एससी अराउंड ऑफ से गोटे 2 मार्क एपट सेपट हबो से 52 ରୁ 54 5 पाखापाखि एमती मार्क जीवो। एसटी कैटेगरी जदि देखिबा एसटी कैटेगरी सेम 43 ରୁ 45 अराउंड ऑफ ए हिसाब रे आपणकर मार्क जीवो। पीडब्ल्यू पाखापाखि नॉर्मली सेम ही जाए तो से हिसाब रे 36 37 एमती 38 पाखापाखि जीवो 36 ରୁ 38 पाखापाखि पिला मु जति भी स्कोर देखि जे 36 38 ରୁ ही मैक्सिमम एति ही जीवो कट ऑफ। तो ये थिला आपणकर एक्सपेक्टेड कट ऑफ केति की माने जाई परिबो ओडिसा बीएड रे। तो ये तो माने एक्जेक्ट नुह पाखापाखि एतिकी रखिले आपण भाबंतु जे आपण सेफ अछंती आपण एडमिशन पाइबार बहुत प्रोबेबिलिटी अछि। तो देखा जीवो आपणकर 8 तारिख दिन जो दिन आसीबो हमें पुन थरा एनालिसिस करिबा केते कोन कट ऑफ जाईची। तो जदि इंफॉर्मेशन टी भल लागिथिबो तले चैनल को लाइक शेयर सब्सक्राइब करिवे। थैंक यू।